ପାରାଦୀପରୁ ଚୀନ ଅଭିମୁଖେ ଯାଉଥିବା ଏକ ବଡ଼ ମାଲବାହୀ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଚିନ୍ତା ବଢ଼ିଛି। ଗତ 20 ତାରିଖ ବିଳମ୍ବିତ ରାତିରେ ପାରାଦୀପ ବନ୍ଦରରୁ ଆଇରନ୍ ଓର୍ ନେଇ ଚୀନ ଅଭିମୁଖେ ବାହାରିଥିଲା ପାନାମା ପତାକାଧାରୀ ମାଲବାହୀ ଜାହାଜ ଓସେନ୍ ଉଇରନ୍। ତେବେ 21 ତାରିଖଠାରୁ ଜାହାଜଟି ସହ ଆଉ ଯୋଗାଯୋଗ ହୋଇପାରିନଥିବା ସୂଚନା ରହିଛି କି ପାରାଦୀପ ଉପକୂଳଠାରୁ ପ୍ରାୟ 220 ନଟିକାଲ ମାଇଲ ଦୂରରେ ପୋର୍ଟ ବ୍ଲେୟାର ଦ୍ୱୀପପୁଞ୍ଜ ନିକଟରେ ଥିବା ସମୟରେ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି ଜାହାଜରେ ଥିଲେ ମୋଟ 24 ଜଣ କ୍ରୁ ସଦସ୍ୟ। ସେମାନଙ୍କ ମଧ୍ୟରେ ଚୀନର 20 ଜଣ, ମ୍ୟାମାରର 3 ଜଣ ଏବଂ ବାଂଲାଦେଶର ଜଣେ କ୍ରୁ ସଦସ୍ୟ ଥିବା ଜଣାପଡ଼ିଛି। ଜାହାଜରେ ପ୍ରାୟ 1,40,220 ମେଟ୍ରିକ୍ ଟନ୍ ଆଇରନ୍ ଓର୍ ଲୋଡ୍ ହୋଇଥିଲା। ଏହି ମାଲ ସିଲିଓନି ଏସି କମ୍ପାନୀର ବୋଲି ସୂଚନା ମିଳିଛି। ପାରାଦୀପ ବନ୍ଦରକୁ ଆସି ବନ୍ଦରର ନିଷିଦ୍ଧ ଅଞ୍ଚଳରୁ ବୋଥ୍ରା ସିପିଂ ଏଜେଣ୍ଟ ମାଧ୍ୟମରେ ଜାହାଜଟି ଆଇରନ୍ ଓର୍ ନେଇଯାଉଥିବା କୁହାଯାଉଛି। ଜାହାଜଟି କେଉଁଠାରେ ଅଛି, କ୍ରୁ ସଦସ୍ୟମାନେ ସୁରକ୍ଷିତ ଅଛନ୍ତି କି ନାହିଁ, ନା ଦୂର ସମୁଦ୍ର ମଧ୍ୟରେ କୌଣସି ବଡ଼ ଦୁର୍ଘଟଣାର ଶିକାର ହୋଇଛି ଜାହାଜ, ଏସବୁ ପ୍ରଶ୍ନ ଏବେ ଉଠୁଛି। ଘଟଣା ପରେ ଭାରତୀୟ କୋଷ୍ଟଗାର୍ଡ, ଆଣ୍ଡାମାନ କୋଷ୍ଟଗାର୍ଡ ଏବଂ ନ୍ୟାଭି ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ଜାହାଜଟିର ପ୍ରକୃତ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଓସେନ୍ ଉଇନର ସୁରକ୍ଷିତ ଅଛି ନା ଦୂର ସମୁଦ୍ରରେ ଘଟିଛି କୌଣସି ବଡ଼ ଅଘଟଣ। ସର୍ଚ୍ଚ ଅପରେସନ ଶେଷ ହେବା ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ।